ଓଡ଼ିଶା ରାଜ୍ୟ କଳାହାଣ୍ଡି ଜିଲ୍ଲା ଏକ ଅନୁନ୍ନତ ପଛୁଆ ଜିଲ୍ଲା ହୋଇଥିବାରୁ ସ୍ୱତନ୍ତ୍ର ଗ୍ରାମୀଣ ଅଞ୍ଚଳର ବିକାଶ ସକାଶେ ରାସ୍ତାଘାଟ ଉନ୍ନତୀକରଣ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ରାଜକୋଷରୁ କୋଟି କୋଟି ଟଙ୍କା ବ୍ୟୟବରାଦ ହେଉଛି। କିନ୍ତୁ ପରିତାପର ବିଷୟ, କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଆଟିଙ୍ଗା ପୂର୍ତ୍ତ ବିଭାଗ ରାସ୍ତାଠାରେ ଗୋଲମୁଣ୍ଡା ବ୍ଲକ ଡୁକୁରିପଡ଼ା ପୂର୍ତ୍ତ ବିଭାଗ ରାସ୍ତାକୁ ସଂଯୋଗ କରୁଥିବା ପ୍ରାୟ 3 କିଲୋମିଟର ଦୂର ପର୍ଯ୍ୟନ୍ତ ହେବ ଦୀର୍ଘ ବର୍ଷରୁ ରାସ୍ତାଟି ଅବହେଳିତ ଅବସ୍ଥାରେ ପଡ଼ି ରହିଥିବା ମରଣଯନ୍ତା ପାଲଟିଥିବା ନେଇ ଲୋକେ ଦହନୀୟ ଅବସ୍ଥାରେ ଗତି କରୁଛନ୍ତି। ଏହି ରାସ୍ତାରେ ବଡ଼ ବଡ଼ ଖାଲ ଖମା ଗର୍ତ୍ତ ରହିଥିବାରୁ ଲଗାଣ ବର୍ଷା ସମ୍ପତ୍ତିରେ କାଦୁଅ ପଚପଚରେ ହଜାର ହଜାର ସାଧାରଣ ଲୋକେ ଗମନାଗମନରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏବଂ ଅନେକ ଲୋକେ ଦୁର୍ଘଟଣାର ଶିକାର ହେବାକୁ ପଡ଼ୁଛି। ଏହି ରାସ୍ତାଟି ଜୁନାଗଡ଼ ନିର୍ବାଚନ ମଣ୍ଡଳୀର ମୁଖ୍ୟ ରାସ୍ତା ହୋଇଥିବା ସତ୍ତ୍ୱେ କୌଣସି ରାଜନେତା ଓ ମନ୍ତ୍ରୀ ତଥା ପ୍ରଶାସନଙ୍କ ଦୃଷ୍ଟିପାତ ହେଉନାହିଁ, ଯାହା ଫଳରେ ଅଞ୍ଚଳର ସାଧାରଣ ଲୋକ ସାଙ୍ଗକୁ ସ୍କୁଲ ଛାତ୍ରଛାତ୍ରୀମାନଙ୍କୁ ଯିବା ଆସିବାରେ କଷ୍ଟ ଉଠାଇବାକୁ ପଡ଼ୁଛି। ବିଶେଷ ପରିମାଣରେ ଆଟିଙ୍ଗା ପଞ୍ଚାୟତ କାର୍ଯ୍ୟାଳୟର ମୁଖ୍ୟ ଦୁଆର ମୁହଁରେ ବଡ଼ ବଡ଼ ଖାଲ ଖମା ଗର୍ତ୍ତରେ ଆଣ୍ଠୁଏ ପାଣି ଜମି ରହିଥିବାରୁ ବୃଦ୍ଧାବୃଦ୍ଧମାନଙ୍କୁ କାର୍ଯ୍ୟାଳୟକୁ ଯିବା ପାଇଁ ଚିନ୍ତାର କାରଣ ପାଲଟିଛି। ପ୍ରାପ୍ତ ସୂଚନାରୁ ଦୀର୍ଘ ଦିନରୁ ଏହି ରାସ୍ତା ନିର୍ମାଣ ପାଇଁ ମାନ୍ୟବର କଳାହାଣ୍ଡି ସାଂସଦ ମାଳବିକା ଦେବୀ, ମାନ୍ୟବର ବିଧାୟକ ଜୁନାଗଡ଼ ଦିବ୍ୟଶଙ୍କର ମିଶ୍ର, ଜୁନାଗଡ଼ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ ଦାଖଲ କରିଆସୁଥିଲେ ମଧ୍ୟ ଫସର ଫାଟୁଛି ପ୍ରତିଶ୍ରୁତି ବୋଲି ଗଣମାଧ୍ୟମ ଆଗରେ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହି ନେଇ ଯଦି ଆସୁଥିବା ଆଗାମୀ ପାର୍ବଣ ଋତୁର ଯୁଦ୍ଧକାଳୀନ ଭିତ୍ତିରେ ନେତା ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ଅବକାଶ ପଦକ୍ଷେପ ନ ନିଅନ୍ତି, ତାହେଲେ ତୀବ୍ର ଜନ ଅସନ୍ତୋଷ ସହିତ ରାସ୍ତା ରୋକ କରାଯିବ ବୋଲି ଆଟିଙ୍ଗା ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ସ୍ମିତା ପ୍ରଧାନ, ୱାର୍ଡ ମେମ୍ବର ଗିରିଧାରୀ ବଗର୍ତ୍ତୀ, ଗୋଲାପୀ ନାୟକ, ସୁଶାନ୍ତ ପ୍ରଧାନ, ସୁଧର ପଟେଲ, ତୀର୍ଥରାଜ ନାଗ, ଗ୍ରାମବାସୀ ସାଙ୍ଗକୁ ପଥଚାରୀମାନେ ଗଣମାଧ୍ୟମ ଆଗରେ ପ୍ରଶାସନକୁ ଚେତାବନୀ ଦେଇଛନ୍ତି। କଳାହାଣ୍ଡି ଜିଲ୍ଲାରୁ ଭୋଜରାଜ ମଙ୍ଗରାଜଙ୍କ ରିପୋର୍ଟ, ଓଡ଼ିଶା ଏକାମ୍ର ଲାଇଭ୍।